ଏକ ପୁରୁଣା ଫଟଫଟିଆ ସାଇକେଲ ପଛରେ ଦୁଇ ପାଖରେ ଝୁଲୁଛି ଦୁଇ କାନ୍ଦି କଦଳୀ। ପଛ ପାଖରେ ବଡ଼ ବ୍ୟାଗ୍, ଫଳମୂଳରେ ଭର୍ତ୍ତି। ସାଇକେଲ ସିଟ୍ରେ ବସି ଆଗକୁ ଯାଉ ଯାଉ ଗୀତ ପଦିଏ ଲମ୍ବି ଆସୁଛି ଦାମ ବାବୁଙ୍କ ମୁହଁରୁ। ସାଇକେଲ ପେଡାଲ ସହିତ ମନ ଆଜି ତାଙ୍କର ହେଇ ଉଠୁଛି ଖୁବ୍ ଅସ୍ଥିର। କେମିତି ନ ହେବ? ବାହାଘର ପରେ ଯେ ପ୍ରଥମ ସାବିତ୍ରୀ ଏଇଟା ତାଙ୍କ ଝିଅର। ସାବିତ୍ରୀ ଭାର ବେଭାର ପୁଣି ତ ଗୋଟେ ଅଛି, ନହେଲେ ତାଙ୍କ ଝିଅର ମନ ଦୁଃଖ ହେବନି। ଦାମ ବାବୁଙ୍କ ବୟସ 60 ଟପିଲାଣି। ମୁଣ୍ଡବାଳ ଅଧା ଅଧି ପାଚି ଧୋବ ଫରଫର ଦିଶୁଛି। ଚଳିତ ବର୍ଷ ଫଗୁଣ ମାସରେ ଝିଅ ବାହା କରିଛନ୍ତି ସେ। ଗୋଟିଏ ବୋଲି ଝିଅ ତାଙ୍କର ନିତୁ। ଛୋଟବେଳୁ ଖୁବ୍ ଅଲିଅଳି। ଗ୍ରାଜୁଏସନ୍ ପରେ ନିତୁ ଚାହୁଁଥିଲା ପିଜି କରିବ, କିନ୍ତୁ ଦାମ ବାବୁଙ୍କ ଛୋଟ ହୋଟେଲର ଅବା କମାଣି କେତେ। ସେଥିପାଇଁ ବାଧ୍ୟ ହୋଇ ନିତୁ ପାଠରେ ଡୋରି ବନ୍ଧା ହେଲା। ନହେଲେ ଖୁବ୍ ଭଲ ପଢ଼ୁଥିଲା ଝିଅଟି ତାଙ୍କର। ଦଶମ ଦ୍ୱାଦଶ ସବୁ ପରୀକ୍ଷାରେ 100% ନମ୍ବରରେ ଉତ୍ତୀର୍ଣ୍ଣ ହେଇଥିଲା ପୁରା ଜିଲ୍ଲାରେ। ସମସ୍ତେ ବାଃ ବାଃ କରୁଥିଲେ। ଦାମ ବାବୁଙ୍କ ଦୁଃଖ ଗଲା ଏଥର। ଝିଅ ତାଙ୍କର ଚାକିରି କରି ତାଙ୍କ ଦୁଃଖ ବୁଝିବ। ଗୀତ ପଦେ ଓଠରୁ ଝରି ଆସୁ ଆସୁ ଦାମ ବାବୁଙ୍କ ଆଖିରୁ ଗଳି ପଡ଼ୁଥିଲା ଟପ୍ ଟପ୍ ତତଲା ପାଣି। ଅର୍ଥ ଅଭାବରୁ ଯେ ସେ ନିଜ ଝିଅର ସ୍ୱପ୍ନ ପୂରା କରିପାରିଲେ ନାହିଁ, ଏଇ ଗୋଟିଏ ପଶ୍ଚାତାପ ତାଙ୍କୁ ଭିତରେ ଭିତରେ ଖାଇ ଗୋଡ଼ାଉଛି। କିନ୍ତୁ ସେ ନାଚାର। କିଏ ଜାଣେ ଏମିତି କେତେ କେତେ ନିତୁର ସ୍ୱପ୍ନ ଯେ ଅର୍ଥାଭାବରୁ ଅଦିନେ ମଉଳି ଯାଉଛି। ଦୂର ଆକାଶର ଶୀର୍ଷକୁ ଛୁଇଁବାକୁ ଚେଷ୍ଟା କରୁ କରୁ ପୁଣି ବାଁ ବତାସରେ ଡେଣା କାଢ଼ି ଖତ୍ୟାତ ହେଉଛି। ପେନ୍ ପେପର ଧରିବା ହାତରେ ବଉଳ ପାଟ ଧରେଇ ଦେଇଛନ୍ତି ପରିବାର। ଦାମ ବାବୁ କିନ୍ତୁ ବହୁତ ଖୁସି। ଝିଅ ତାଙ୍କର ଏମିତି ସେମିତି ଘରେ ବାହା ହେଇନି ଯେ ସେ ଚିନ୍ତିତ ହେବେ। ଚାନ୍ଦପାଟଣା ଗାଁର ଜମିଦାର ଘରର ବୋହୂ ହୋଇଛି ତାଙ୍କ ଝିଅ। ଇଞ୍ଜିନିୟର ଜ୍ୱୋଇଁ। ଚାକର ପୂଜାରୀରେ ଭର୍ତ୍ତି ପୁରା ଜମିଦାର ଭବନ। ନିତୁର ପୁଣି ଦୁଃଖ କ'ଣ? ପାଠ ପଢ଼ିଥିଲେ ବି ଏତେ ଖୁସିରେ ନଥାନ୍ତା ହୁଏତ ସେ। ଘର ବାଡ଼ି ଜମି ଟଙ୍କା ସୁନା ଗହଣା କୋଉଥିରେ ଅଭାବ ନାହିଁ ତାଙ୍କ ଝିଅର। ଆତ୍ମତୃପ୍ତିରେ ଅଥଳ ଖୁସି ଖେଳୁଥିଲା ଦାମ ବାବୁଙ୍କ ମୁହଁରେ। ନିଜ ଝିଅର ସୁଖଦ ବୈବାହିକ ଜୀବନ କେଉଁ ବାପା ଭଲ କାମନା ନ କରେ? ଏସବୁ ଭାବନା ଭିତରେ ସାଇକେଲ ଆସି ଅଟକି ସାରିଥିଲା ଝିଅ ଘର ଦୁଆର ମୁହଁରେ। ଖୁସିରେ ଫଳ ବ୍ୟାଗ୍ ଆଉ କଦଳୀ କାନ୍ଧି ଦୁଇଟା ସାଥିରେ ନିଜ ଝିଅ ପାଇଁ ଅତି ସରାଗରେ କିଣି ଆଣିଥିବା ଲାଲଛିଟ ଶାଢ଼ୀ ଖଣ୍ଡକ ହାତରେ ଧରି ଭବନ ଭିତରକୁ ପାଦ ଦେଲେ ଦାମବାବୁ। ଆହା, କେଡ଼େ ବିଶାଳ ଭବନ! ସତେକି ଆଖି ଖୁସି ହୋଇଯିବ ଦାମବାବୁଙ୍କର। ଖୁସିରେ ଗଦ୍ ଗଦ୍ ହେଇ ଉଠୁଥିଲେ ସେ। ଝିଅ ତାଙ୍କର ଏବେ ଏଇ ମହଲର ରାଣୀ। ବାହାର ବାରଣ୍ଡା ଉପରେ ଆଣିଥିବା ଜିନିଷତକ ଥୋଇ ଦେଇ ଦାମବାବୁ ଡାକ ଛାଡ଼ିଲେ ଖୁବ୍ କଅଁଳ ସ୍ୱରରେ। ଆରେ ମା ନିତୁ, ସମୁଦି, ସମୁଦୁଣୀ, କିଏ ଅଛ? ହଠାତ୍ ଘର ଭିତରୁ ବାହାରି ଆସିଲା ନିତୁ। ଦାମବାବୁ ଆଶ୍ଚର୍ଯ୍ୟ ହୋଇ ଘଡ଼ିଏ ଚାହିଁ ରହିଲେ। ଇଏ କ'ଣ ସେ ଦେଖୁଛନ୍ତି? ନିତୁ ଦେହରେ ସାଧାରଣ ପତଳା ଶାଢ଼ୀ ଖଣ୍ଡେ, ବେକ ହାତ କାନ ପୂରା ଖାଲି। ଜମିଦାର ଘରର ବୋହୂଟି। ହାତରେ ପିନ୍ଧିଛି 2-4 ପଟ ନାଲି କାଚ ଚୁଡ଼ି। ମୁଣ୍ଡ ବାଳ ସବୁ ଅଲରା ଦିଶୁଛି। ଆଖି ଦୁଇଟା କୋରଡ଼ ଭିତରେ ଲୁଚି ଯାଇଛି ଯେମିତି। ସବୁବେଳେ ସଜେଇ ହେଇ ରହୁଥିବା ତାଙ୍କ ଝିଅର ଏ କି ଶ୍ରୀହୀନ ଅବସ୍ଥା। ଚମ୍ପା ଫୁଲ ପରି ଗୋରା ମୁହଁ କଳା କାଠ ପଡ଼ିଯାଇଛି। ଦାମବାବୁ ହତବାକ୍ ହେଇ ଚାହିଁ ରହିଛନ୍ତି। ମୁହଁରୁ ଖୁସି କେତେବେଳୁ ମଉଳି ଗଲାଣି ଝିଅର ଏତାଦୃଶ ଅବସ୍ଥା ଦେଖି। ନିତୁ ଖୁସିରେ ଧାଇଁ ଆସି ପାଦ ଛୁଇଁଲା ଦାମବାବୁଙ୍କର। ବିବ୍ରତ ଭାବରେ ଝିଅ ମୁଣ୍ଡ ଉପରେ ହାତ ବୁଲେଇ ଆଣୁ ଆଣୁ ଦାମବାବୁ ପରଖୁଥିଲେ ଝିଅର ପୂର୍ବ ଆଉ ବର୍ତ୍ତମାନ ଅବସ୍ଥା। ଗୁଡ଼ାଏ ଆଶଙ୍କା ଘେରିଗଲେଣି ଏବେ ତାଙ୍କ ମନରେ। ଝିଅ ତାଙ୍କର ଖୁସିରେ ଅଛି ତ? ଭାବନା ସରିନି। ଦାମବାବୁଙ୍କ ଆଖି ପଡ଼ିଲା ନିତୁ ହାତରେ। ହାତସାରା ନାଲି ନାଲି ପଚା ଦାଗ। ଖାଲି ହାତରେ ନୁହେଁ, ମୁଣ୍ଡରେ ମଧ୍ୟ। ଏମିତି ଦାଗ କିଏ ଯେମିତି ଚାବୁକରେ ମାରିଛି। ଦାମବାବୁ ବ୍ୟସ୍ତ ହେଇ ପଚାରିଲେ, ଇଏ କ'ଣ ମା? ତୋ ମୁଣ୍ଡ ହାତରେ ଏଇ ନାଲି ଦାଗ? ସତ କହରେ ମା, ତୁ ଖୁସି ଅଛୁ ତ? ନିତୁ ବୁଝି ପାରୁଛି ତା ବାପାଙ୍କ ସନ୍ଦେହ, କିନ୍ତୁ କ'ଣ ଉତ୍ତର ଦେବ ସେ? କେମିତି କହିବ
ଯେଉଁ ଆଶାରେ ତା ବାପା ତାକୁ ଜମିଦାର ଘରେ ବାହା ଦେଇଥିଲେ, ସେଇ ଆଶାର ନିଆଁରେ ଯେ ହୁତୁ ହୁତୁ ହେଇ ଜଳୁଛି ସେ 3 ମାସ ହେଲା। ଏତେ ଖୁସିରେ ନିଜ ଝିଅ ପାଇଁ ସାବିତ୍ରୀ ଭାର ନେଇ ଆସିଥିବା ବାପାଙ୍କୁ ନିଜ ଦୁଃଖିନୀ କାହାଣୀ ବଖାଣି ସେ ଦୁଃଖୀ ହବା କାହିଁ କରିବ? ନିତୁ ନିଜ ଶାଢ଼ୀ ପଣତରେ ହାତକୁ ଧୀରେ ଲୁଚେଇ ନେଇ କହିଲା, ନାଇଁ ନାଇଁ ବାପା, ସେ କିଛି ନୁହେଁ, ମୁଁ ତ ବହୁତ ଖୁସିରେ ଅଛି। ଘରେ ସମସ୍ତେ କେମିତି ଅଛନ୍ତି ବାପା? ହଁ, ଭଲ। ଜୋଇଁ ପୁଅ ଆଉ ସମୁଦି ସମୁଦୁଣୀ କୁଆଡ଼େ ଗଲେ କିରେ ମା? କେହି କୁଆଡ଼େ ଦେଖାଯାଉନାହାନ୍ତି। ନିତୁ ଯେମିତି ଥରିଗଲା ଭୟରେ। ଦାମ ବାବୁଙ୍କୁ ବରଣ୍ଡା ସୋଫା ଉପରେ ବସେଇ ଦେଇ କହିଲା, ତମ ଜୋଇଁ ପୁଅ ତ ସହରରେ ରହୁଛନ୍ତି ବାପା, ଆଉ ମୋ ଶାଶୁ ଶ୍ୱଶୁର ମୋ ନଣନ୍ଦ ଘରକୁ ଯାଇଛନ୍ତି ସାବିତ୍ରୀ ଭାର ଦେବାକୁ। ତମେ ବସ ବାପା, ମୁଁ ଚା ନେଇ ଆସୁଛି। ରୋଷେଇ ଘର ଆଡ଼କୁ ଯାଉ ଯାଉ ଦାମବାବୁ ପଛରେ କହିଲେ, ଚାକର ବାକର କ'ଣ କେହି ନାହାନ୍ତି? ତୁ ଏକୁଟିଆ ସବୁ କରୁଛୁ? ସମସ୍ତେ ଛୁଟିରେ ଅଛନ୍ତି ଆଜି। ତା ଛଡ଼ା ଘରେ ଏମିତି କେତେ କାମ କି? ମୁଁ କରିଦେଉଛି ଖୁସିରେ। ନିତୁ ରୋଷେଇ ଘରୁ ଆସି ଲୋଟି ପଡ଼ିଲା ତଳେ ଚଟାଣ ଉପରେ। ଆଖିରୁ ଲୁହବନ୍ଧ ବାଡ଼ ନ ମାନି ବୋହି ଚାଲିଥିଲା ଧାର। ମୁହଁରେ ଲୁଗା କାନିକୁ ଜାକି ଧରି ଆଖିର ସବୁ କୋହକୁ ଅଜାଡ଼ି ଦେଉ ଦେଉ ନିତୁ ପୁଣି ଫେରି ଯାଇଥିଲା ସେଇ କୁଆଁରୀ ଦିନକୁ। କେତେ ମଧୁର ଥିଲା ସେ ସମୟ। ରଜ କୁଆଁର ପୁନେଇକୁ ନୂଆ ଡ୍ରେସ୍ ନ ହେଲେ ଦିନ ସରୁନଥିଲା ତାର। ସମୟ ସୁଅରେ ସାଜ ଶୃଙ୍ଗାର ସବୁ ତାର ଆଖି ଲୁହରେ ଯେ ଭାସି ଯାଇଛି, କେମିତି କହିବ ତା ବାପାଙ୍କୁ? ଯେଉଁ ଅଜଣା ହାତରେ ଭରସା କରି ନିଜ ଝିଅର ହାତ ସେ ଛନ୍ଦିଥିଲେ, ସେଇ ହାତ ଯେ ଆଉ କାହାର ପ୍ରତୀକ୍ଷାରେ ଥିଲା। ଜମିଦାର ଘରେ ଝିଅ ଦେଇଛନ୍ତି ବୋଲି ବାପା ମୋର ଗର୍ବରେ ମୁହଁ ଉଠେଇ ବାଟ ଚାଲି ପାରୁଛନ୍ତି। ସେଇ ଝିଅ କେମିତି ଦୁର୍ଦ୍ଦଶାରେ ଅଛି ଶାଶୁ ଘରେ, ଏ କଥା ଶୁଣି ସେ ଧୈର୍ଯ୍ୟ ଧରି ରହିପାରିବେ? ଏ ତ ବଡ଼ ଘରର ବଡ଼ ଗୁମର କଥା। ନିତୁ ନିଜ ଆଖିରୁ ଲୁହ ପୋଛି ଆସୁ ଆସୁ ଅଗଣା ଦୁଆରେ ଶାଶୁ ଶ୍ୱଶୁର। ଭୟରେ କମ୍ପି ଉଠିଲା ସେ। ଦାମବାବୁ ତାକୁ ଚାହିଁଛନ୍ତି ଖୁବ୍ କରୁଣ ଚାହାଣୀରେ। ତାଙ୍କ ଆଖିର ଲୁହକୁ ଦେଖି ନିତୁ ଠିକ୍ ବୁଝି ସାରିଲାଣି ସେ ସବୁ ଜାଣି ସାରିଛନ୍ତି ବୋଲି। ନିତୁ ଆଖିରୁ ମଧ୍ୟ ଝରି ଆସୁଥିଲା ଅଦିନ ଶ୍ରାବଣର ଝରଝର ବୃନ୍ଦା। ଦାମବାବୁ ଆଖିରେ ଅନୁତାପର ମେଞ୍ଚାଏ ଲୁହ ଧରି ଯେମିତି କ୍ଷମା ମାଗୁଥିଲେ, ମତେ କ୍ଷମା କରିଦେବୁରେ ମା, ଭଲ ଘର ଭଲ ବର ଲୋଭରେ ଜୀବନକୁ ତୋର ନର୍କ କରିଦେଇଛି ଏଇ ଅସହାୟ ବାପା। ଧନୀ ଘରର ଧନ ଦେଖି ଆଖି ମୋର ଅନ୍ଧ ହେଇ ଯାଇଥିଲା। ତୋ ପାଇଁ ଉପଯୁକ୍ତ ଜୀବନ ସାଥୀଟିଏ ଚୟନ କରୁ କରୁ ମୁଁ ଯେ ରାକ୍ଷସ ପୁରୀରେ ବିକିଦେଲି ତୋତେ। ନିତୁର ଶାଶୁ ଶ୍ୱଶୁରଙ୍କର ଆରମ୍ଭ ହୋଇଗଲା କଟୁବାଣୀ। ଗରିବ ମୂଲ ଲଗା ଲୋକ, ସେ ପୁଣି ସାବିତ୍ରୀ ଭାର ଆଣିଛି। ଦାମବାବୁ ଆଣିଥିବା ଫଳ ବ୍ୟାଗରୁ ଫଳ ସବୁ ତଳେ ବିଛେଇ ଦେଉ ଦେଉ ଶାସ ନାକ ଟେକି କହୁଥିଲେ, ଛି ଛି, ଶସ୍ତା ଫଳମୂଳ ସବୁ, କୋଉଠୁ ଗୋଟେଇ ଆଣିଛନ୍ତି କେଜାଣି। ପଲିଥିନି ବ୍ୟାଗରେ ରଖା ହେଇଥିବା ନାଲି ଶାଢ଼ୀ ଖଣ୍ଡକ ଉଠେଇ ଆଣି ମୁହଁକୁ ଝାଡ଼ି କହିଲେ, ଏଇ ଶସ୍ତା ଶାଢ଼ୀ? ଏଇଟା ତ ଆମ ଘରର ଚାକରାଣୀ ମଧ୍ୟ ପିନ୍ଧିବନି। ହଁ, ତମ ଝିଅ ବି କୋଉ ଚାକରାଣୀଠୁ କମ୍ କି? ଶାଶୁ ହସି ଉଠିଲେ ହୋ ହୋ ହୋଇ। ଘୃଣାରେ ଶାଢ଼ୀ ଖଣ୍ଡକ ତଳେ ଫୋପାଡ଼ି ଦେଉ ଦେଉ ନିତୁ ଦୌଡ଼ି ଆସି ଶାଢ଼ୀ ଖଣ୍ଡକ ନିଜ ଛାତିରେ ଲଗେଇ ନେଇ କାନ୍ଦି ଉଠିଲା। ଆଖିର ଲୁହରେ ଶାଢ଼ୀ ଭିଜି ଗଲାଣି, କିନ୍ତୁ ଲୁହ ଥମିବାର ନାଁ ହିଁ ନେଉନି। ଯେତେ ଖୁସିରେ ଝିଅ ଘରକୁ ସାବିତ୍ରୀ ଭାର ନେଇ ଆସିଥିଲେ, ଦାମବାବୁ ଦୁଃଖର ବୋଝ ମୁଣ୍ଡେଇ ହତାଶ ମନରେ ଫେରି ଯାଉ ଯାଉ ନିତୁ ମଥାରେ ଆଶିଷର ହାତ ବୁଣେଇ ଆଣିଲେ। ସାବିତ୍ରୀ ଭାର ତଳେ ପଡ଼ି ଯେମିତି କାନ୍ଦି କାନ୍ଦି ଅନେଇ ରହିଥିଲା ଦାମବାବୁକୁ। କେତେ ଶ୍ରଦ୍ଧାରେ ଆଣିଥିବା ନାଲି ଶାଢ଼ୀ ନିତୁ ହାତରେ ଯେମିତି ପରିହାସ କରି କହୁଥିଲା, ଜମିଦାର ଘରର ଏଇ କି ଅତିଥି ଚର୍ଚ୍ଚା, ସ୍ନେହ ସୁଆଗର ଇଏ କିଭଳି ମୂଲଚାଲ। ଆଖିରେ ଆଖିଏ ଲୁହ ଧରି ଦାମବାବୁ ଫେରିଗଲେ ନିରୁପାୟ ଭାବରେ ପୁଣି ନିଜ ଘରକୁ। ନିତୁ ଦୁଆର ପାଖରେ ଛିଡ଼ା ହୋଇ ମୁଣ୍ଡ କୋଡ଼ି କାନ୍ଦି ହେଉଥିଲା ଖାଲି ଯାହା। ଆଖିର ଲୁହ ଆଉ ଛାତିର କୋହରେ ଭିଜୁଥିଲା ଜମିଦାର ଘର ବୋହୂର ପ୍ରଥମ ସାବିତ୍ରୀ ଭାର। ଅମିତା ପ୍ରଧାନ ମ୍ୟାଡ଼ାମ, ଧନ୍ୟବାଦ ଆପଣଙ୍କୁ। ଆପଣ ନିଜର ଭାବନା ଆମ ସହିତ ସେୟାର କଲେ। ତେବେ ଶ୍ରୋତାବନ୍ଧୁ, ଯଦି ମୋ ଗପଟି ଭଲ ଲାଗିଥାଏ ତେବେ ଗପଟିକୁ ଲାଇକ୍ ଆଉ ସେୟାର କରିଦେବେ।
कमेंट बॉक्स रे मैम आईडी को चेक करी मैम को नुआ कहानी पढ़िबे ओ कमेंट निश्चय देबे। जदि मो चैनल रे नुआ थिबे ताहले चैनल को सब्सक्राइब करदेबे आउ बेल आइकन को दबाई देबे जहा द्वारा मु अपलोड करुथिबा वीडियो रो नोटिफिकेशन प्रथमे आपण पाई परिबे। रहिली नमस्कार।